ପ୍ରଥମ ମାକାବୀୟ ପୁସ୍ତକ ଅଧ୍ୟାୟ 9। ଜୁଦାସ ମାକାବେଉସଙ୍କର ମୃତ୍ୟୁ। ନିକାନର ଓ ତାର ସୈନ୍ୟଦଳ ଯୁଦ୍ଧ କରି ନିପତିତ ହୋଇଛନ୍ତି ଶୁଣି ଦେମେତ୍ରିୟସ୍ ନିଜର ଦକ୍ଷିଣ ପାର୍ଶ୍ୱର ସୈନ୍ୟ ସମେତ ବାଖିଦୋସ ଓ ଆଲସିମୋସକୁ ଦ୍ୱିତୀୟବାର ଜୁଦା ଦେଶକୁ ପଠାଇଲେ। ସେମାନେ ଗିଲଗାଲ ଅଭିମୁଖେ ପଥ ଦେଇ ଯାତ୍ରା କରି ଆର୍ବେଲାସ୍ଥ ମେସାଲତ ବିରୁଦ୍ଧରେ ଛାଉଣି ପକାଇଲେ ଓ ତାହାକୁ ଅଧିକାର କରି ଅନେକ ଲୋକଙ୍କୁ ନିଧନ କଲେ। 152 ବର୍ଷର ପ୍ରଥମ ମାସରେ ସେମାନେ ଜେରୁସାଲେମ ବିରୁଦ୍ଧରେ ଛାଉଣି ପକାଇଲେ। ଏହାପରେ ସେମାନେ 20,000 ପଦାତିକ ସୈନ୍ୟ ଓ 2,000 ଅଶ୍ୱାରୋହୀ ସୈନ୍ୟ ସମେତ ସେ ସ୍ଥାନରୁ ବେରେୟାକୁ ପ୍ରସ୍ଥାନ କଲେ। ସେ ସମୟରେ ଜୁଦାସ 3,000 ନିପୁଣ ଯୋଦ୍ଧାମାନଙ୍କ ଗହଣରେ ଏଲାସାରେ ଛାଉଣି ପକାଇଲେ। ସଂଖ୍ୟାଧିକ ଶତ୍ରୁ ସୈନ୍ୟକୁ ଦେଖି ସେମାନେ ଭୀତ ହେଲେ। ସେମାନଙ୍କ ମଧ୍ୟରୁ ଅନେକ ବ୍ୟକ୍ତି ଛାଉଣି ମଧ୍ୟରୁ ଗୋପନରେ ପଳାୟନ କଲେ ଓ କେବଳ 800 ବ୍ୟକ୍ତି ଅପେକ୍ଷା ଅଧିକ କେହି ଅବଶିଷ୍ଟ ହୋଇ ରହିଲେ ନାହିଁ। ନିଜ ସୈନ୍ୟ ଯେ ଗୋପନରେ ପଳାୟନ କରିଛନ୍ତି ଓ ଯୁଦ୍ଧଟି ଯେ ନିକଟବର୍ତ୍ତୀ, ଜୁଦାସ ଏହା ଦେଖି ଭଗ୍ନୋତ୍ସାହିତ ହେଲେ, କାରଣ ସେମାନଙ୍କୁ ପୁନରାୟ ସମବେତ କରିବା ପାଇଁ ସମୟ ନଥିଲା। ସେ ନିସ୍ତେଜ ହେଲେ। ତଥାପି ସେ ଅବଶିଷ୍ଟ ସୈନ୍ୟକୁ କହିଲେ, ଉଠି ଆମେ ଆମ ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା। ହୁଏତ ଆମେ ସେମାନଙ୍କୁ ବିରୋଧ କରିପାରିବୁ। କିନ୍ତୁ ସେମାନେ ତାଙ୍କୁ ସେଥିରୁ ନିବର୍ତ୍ତାଇବାକୁ ଉଦ୍ୟତ ହୋଇ କହିଲେ, ଆମ ପକ୍ଷରେ ତାହା ଅସାଧ୍ୟ। ବର୍ତ୍ତମାନ ଆମେ ସ୍ୱଜୀବନକୁ ରକ୍ଷା କରିବା। ତତ୍ପରେ ଆମ ଭ୍ରାତାମାନଙ୍କ ସହ ଫେରି ଆସି ଆମେ ସେମାନଙ୍କ ସହ ଯୁଦ୍ଧ କରିବା। ବର୍ତ୍ତମାନ ଆମେ କେବଳ ସ୍ୱଳ୍ପ ସଂଖ୍ୟକ ଅଟୁ। କିନ୍ତୁ ଜୁଦାସ କହିଲେ, ସେମାନଙ୍କ ସମୀପରୁ ଆମେ ଯେ ପଳାୟନ କରୁ, ତାହା ଆମଠାରୁ ଦୂରରେ ରହୁ। ଆମମାନଙ୍କ ସମୟ ଯଦି ସନ୍ନିକଟ, ତେବେ ଆମ ଭ୍ରାତାମାନଙ୍କ ସକାଶେ ଆମେ ନିର୍ଭୀକ ଭାବେ ମୃତ୍ୟୁବରଣ କରିବା। ଆମ ସୁଖ୍ୟାତି କୌଣସି ପ୍ରକାରେ କଳଙ୍କିତ ହେବାକୁ ଅନୁମତି ଦେବା ଉଚିତ ନୁହେଁ। ସେ ସମୟରେ ବାଖିଦୋସର ସୈନ୍ୟ ଛାଉଣିରୁ ବାହାରିଲେ ଓ ଆକ୍ରମଣ କରିବା ନିମନ୍ତେ ନିଜ ସ୍ଥାନମାନଙ୍କରେ ଦଣ୍ଡାୟମାନ ହେଲେ। ଅଶ୍ୱାରୋହୀ ସୈନ୍ୟଦଳ 2ଟି ଭାଗରେ ବିଭକ୍ତ ହେଲା। ଛାଟେଣିଧାରୀ ଧନୁର୍ଦ୍ଧର ତଥା ପ୍ରମୁଖ ଯୋଦ୍ଧାଗଣ ସୈନ୍ୟଦଳର ସମ୍ମୁଖ ଭାଗରେ ଠିଆ ହେଲେ। ବାଖିଦୋସ ଦକ୍ଷିଣ ପାର୍ଶ୍ୱସ୍ଥ ସୈନ୍ୟଦଳ ସହିତ ରହିଲା। ଉଭୟ ପାର୍ଶ୍ୱରେ ଥିବା ସେହି 2ଟି ସୈନ୍ୟଦଳ ସମେତ ଓ ଭେରୀବାଦନ ପୂର୍ବକ ପଦାତିକ ସୈନ୍ୟ ଅଗ୍ରସର ହେଉଥିଲେ। ଜୁଦାସଙ୍କ ସହବର୍ତ୍ତୀ ସୈନ୍ୟ ମଧ୍ୟ ଭେରୀବାଦନ କଲେ। ସୈନ୍ୟମାନଙ୍କ ଶବ୍ଦ କୋଳାହଳ ଫଳରେ ପୃଥିବୀ ପ୍ରକମ୍ପିତ ହେଲା ଓ ପ୍ରଭାତଠାରୁ ପ୍ରଦୋଷ ପର୍ଯ୍ୟନ୍ତ ଭୀଷଣ ଯୁଦ୍ଧ ହେଲା। ଜୁଦାସ ଦେଖିଲେ ଯେ ବାଖିଦୋସ ଓ ତାର ନିପୁଣ ସୈନ୍ୟଦଳ ଦକ୍ଷିଣ ପାର୍ଶ୍ୱରେ ରହନ୍ତି। ନିପୁଣ ଯୋଦ୍ଧାଗଣ ତାଙ୍କର ଅନୁଗମନ କରି ଦକ୍ଷିଣ ପାର୍ଶ୍ୱସ୍ଥ ସୈନ୍ୟଦଳକୁ ପରାସ୍ତ କଲେ ଓ ଆଶୋତୋସ ପର୍ବତ ପର୍ଯ୍ୟନ୍ତ ସେମାନଙ୍କର ପଶ୍ଚାତଧାବନ କଲେ। ଦକ୍ଷିଣ ପାର୍ଶ୍ୱସ୍ଥ ସୈନ୍ୟଦଳ ପରାଜିତ ହୋଇଥିବା ଦେଖି ବାମ ପାର୍ଶ୍ୱରେ ଥିବା ସୈନ୍ୟ ବୁଲିପଡ଼ି ଜୁଦାସ ଓ ତାଙ୍କର ସହଗାମୀମାନଙ୍କର ପଶ୍ଚାତ ଭାଗରେ ଅନୁସରଣ କଲେ। ଭୟାବହ ଯୁଦ୍ଧ ହେଲା ଓ ଉଭୟ ଦଳରୁ ଅନେକ ଲୋକ ଆଘାତପ୍ରାପ୍ତ ହୋଇ ନିପତିତ ହେଲେ। ଜୁଦାସ ମଧ୍ୟ ନିପତିତ ହେଲେ ଓ ଅବଶିଷ୍ଟ ସମସ୍ତେ ପଳାୟନ କଲେ। ଏହାପରେ
ଜୋନାଥନ ଓ ସିମୋନ ସେମାନଙ୍କ ସହୋଦର ଜୁଦାସଙ୍କୁ ନେଇଯାଇ ମନ୍ଦେଇନରେ ଥିବା ନିଜ ପିତୃପୁରୁଷମାନଙ୍କ କବରସ୍ଥାନରେ ତାଙ୍କୁ ସମାଧିସ୍ଥ କଲେ ଏବଂ ସେମାନେ ତାଙ୍କ ପ୍ରତି ବିଳାପ କଲେ। ସମସ୍ତ ଇସ୍ରାଏଲ ତାଙ୍କର ସ୍ମରଣାର୍ଥେ ଅତ୍ୟଧିକ ଶୋକ ପ୍ରଦର୍ଶନ କଲେ। ସେମାନେ ତାଙ୍କ ପ୍ରତି ବହୁଦିନ ଧରି ରୋଦନ କରି କହିଲେ ଯେ ଇସ୍ରାଏଲର ପରିତ୍ରାତା ସେହି ଶକ୍ତିଶାଳୀ ଜଣକ କେଉଁଭଳି ନିପତିତ ହୋଇଛନ୍ତି। ଜୁଦାସଙ୍କ ଦ୍ୱାରା ସମ୍ପାଦିତ ଅବଶିଷ୍ଟ କାର୍ଯ୍ୟକଳାପ, ତାଙ୍କର ଯୁଦ୍ଧ ସମୂହ, ତାଙ୍କର ନିର୍ଭୀକ କର୍ମାବଳୀ ଓ ତାଙ୍କର ମହତ୍ତ୍ୱ ଏହିଠାରେ ଲିପିବଦ୍ଧ ହୋଇନାହିଁ, କାରଣ ସେ ସମସ୍ତ ସଂଖ୍ୟାବହୁଳ। ଜୋନାଥନ ନେତା ରୂପେ ମନୋନୀତ। ଜୁଦାସଙ୍କ ମୃତ୍ୟୁ ପରେ ଇସ୍ରାଏଲ ମଧ୍ୟବର୍ତ୍ତୀ ସମସ୍ତ ଅଞ୍ଚଳରେ ଅଧର୍ମୀମାନେ ଆବିର୍ଭୂତ ହେଲେ। ସମସ୍ତ ଅନ୍ୟାୟକାରୀ ପୁନରାୟ ଉଭା ହେଲେ। ସେହି ଦିନମାନଙ୍କରେ ଏକ ପ୍ରଚଣ୍ଡ ଦୁର୍ଭିକ୍ଷ ପଡ଼ିଲା ଓ ଦେଶଟି ସେମାନଙ୍କ ସହ ମଧ୍ୟ ଶତ୍ରୁ ସହିତ ସମ୍ମିଳିତ ହେଲା। ବାକିଦଶ ଅଧାର୍ମିକ ବ୍ୟକ୍ତିମାନଙ୍କୁ ମନୋନୀତ କରି ରାଜ୍ୟର ଦାୟିତ୍ୱକୁ ସେମାନଙ୍କ ହସ୍ତରେ ସମର୍ପଣ କଲା। ସେମାନେ ଜୁଦାସଙ୍କ ମିତ୍ରମାନଙ୍କୁ ସନ୍ଧାନ କରି ବାକିଦଶ ନିକଟକୁ ନେଇଗଲେ। ସେ ସେମାନଙ୍କ ବିରୁଦ୍ଧରେ ପ୍ରତିଶୋଧ ନେଲା ଓ ସେମାନଙ୍କୁ ଉପହାସ କଲା। ଫଳରେ ଇସ୍ରାଏଲ ଏପରି ସଙ୍କଟାପନ୍ନ ହେଲା ଯେ ଜନତା ମଧ୍ୟରେ ପ୍ରବକ୍ତାମାନଙ୍କର ଆବିର୍ଭାବ ସମାପ୍ତ ହୋଇଥିବା ଦିନଠାରୁ ଏପରି ଏକ ଅବସ୍ଥା ଦେଖାଯାଇନଥିଲା। ସେ ସମୟରେ ଜୁଦାସଙ୍କ ବନ୍ଧୁମାନେ ଜୋନାଥନଙ୍କ ସମୀପରେ ଏକତ୍ରିତ ହୋଇ ତାଙ୍କୁ କହିଲେ, ତୁମର ଭ୍ରାତା ଜୁଦାସଙ୍କ ମୃତ୍ୟୁ ପରେ ଆମ ଶତ୍ରୁଗଣ ଓ ବାକିଦଶ ବିରୁଦ୍ଧରେ ସଂଗ୍ରାମ କରିବା ଓ ଆମ ଘୃଣାକାରୀମାନଙ୍କୁ ଯଥୋଚିତ ଭାବେ ବିରୋଧ କରିବା ସକାଶେ ତାଙ୍କ ସଦୃଶ ଜଣେ ବ୍ୟକ୍ତିଙ୍କୁ ଆମେ ପାଇନାହୁଁ। ସୁତରାଂ ଆମ ନିମନ୍ତେ ସଂଗ୍ରାମ କରିବା ପାଇଁ ତାଙ୍କ ପରିବର୍ତ୍ତେ ଆମେ ଆଜି ତୁମକୁ ଆମର ଶାସକ ତଥା ନେତା ରୂପେ ମନୋନୀତ କରୁଅଛୁ। ତହୁଁ ଜୋନାଥନ ସେହି ଦିନମାନଙ୍କରେ ନେତୃତ୍ୱ ଗ୍ରହଣ କଲେ ଓ ତାଙ୍କ ସହୋଦର ଜୁଦାସଙ୍କ ସ୍ଥାନ ସ୍ୱୀକାର କଲେ। ତେକୋଆ ମରୁପ୍ରାନ୍ତରକୁ ପଳାୟନ। ବାକିଦଶ ଏହା ଶୁଣି ତାଙ୍କୁ ବଦ୍ଧ କରିବା ପାଇଁ ଉଦ୍ୟତ ହେଲା। କିନ୍ତୁ ଜୋନାଥନ, ତାଙ୍କର ଭ୍ରାତା ସିମୋନ ଓ ସେମାନଙ୍କର ସହବର୍ତ୍ତୀ ଜନତା ଏହା ଅବଗତ ହୋଇ ତେକୋଆ ମରୁପ୍ରାନ୍ତରକୁ ପଳାୟନ କଲେ ଏବଂ ଆସ୍ଫାର ଜଳାଶୟ ସମୀପରେ ଛାଉଣି ପକାଇଲେ। ବାକିଦଶ ସାବତରେ ଏହି ସମ୍ବାଦ ପାଇ ନିଜର ସମସ୍ତ ସୈନ୍ୟ ସମେତ ଜର୍ଦାନକୁ ଅତିକ୍ରମ କଲା। ଜୋନାଥନ ତାଙ୍କର ଭ୍ରାତାଙ୍କୁ ଏକ ଦଳର ନେତା ରୂପେ ନିଯୁକ୍ତ କରି ତାଙ୍କ ବନ୍ଧୁଗଣ ନାବାତେୟମାନଙ୍କ ପାଖକୁ ପଠାଇଲେ ଏବଂ ସେମାନଙ୍କର ଅନୁମତି ଭିକ୍ଷା କଲେ ଯେ ସେମାନେ ଯେପରି ତାଙ୍କର ଗଣ୍ଟୁଣି ପଦାର୍ଥକୁ ସେମାନଙ୍କ ସହ ସଞ୍ଚୟ କରି ରଖନ୍ତି। କିନ୍ତୁ ମେଦେବାବାସୀ ଜାମବ୍ରିର ସନ୍ତାନମାନେ ଆସି ଯୋହାନାନ ଓ ତାଙ୍କର ସବୁକିଛି ଅଧିକାର କରି ପ୍ରସ୍ଥାନ କଲେ। ଏହାପରେ ଜୋନାଥନ ଓ ତାଙ୍କର ଭ୍ରାତା ସିମୋନଙ୍କୁ ଜଣାଇ ଦିଆଗଲା ଯେ ଜାମ୍ବ୍ରିର ସନ୍ତାନମାନେ ଗୋଟିଏ ମହା ବିବାହୋତ୍ସବ ପାଳନ କରନ୍ତି ଓ ନାଦାବାଦଠାରୁ ଏକ ବିଶାଳ ପ୍ରହରୀ ଦଳର ନେତୃତ୍ୱରେ କାନାନବାସୀ ଜଣେ ମହାନ କୁଳୀନ ବ୍ୟକ୍ତିର କନ୍ୟାକୁ ବଧୂ ରୂପେ ନେଇଯାଉଛନ୍ତି। ସେମାନଙ୍କ ସହୋଦର ଯୋହାନାନଙ୍କ ରକ୍ତକୁ ସ୍ମରଣ କରି ସେମାନେ ଯାଇ ପର୍ବତ ପଛରେ ଲୁକାୟିତ ହୋଇ ରହିଲେ। ସେମାନେ ଚକ୍ଷୁ ଉତ୍ତୋଳନ କରି ଦେଖିଲେ ଯେ ଏକ କୋଳାହଳମୟ ଶୋଭାଯାତ୍ରା ଅତ୍ୟଧିକ ଗଣ୍ଟୁଣି ପତ୍ର ସଙ୍ଗରେ ନେଇ ଆସୁଛନ୍ତି। ସେମାନଙ୍କୁ ଗ୍ରହଣ କରିବା ପାଇଁ ଶସ୍ତ୍ରଧାରୀ ବନ୍ଧୁଗଣ
ଭ୍ରାତାଗଣ, ବାଦ୍ୟମେଳା ତଥା ଗାୟକମାନଙ୍କ ଗହଣରେ ବର ବାହାରିଲା। ସେ ସମୟରେ ଲୁକାୟିତ ହୋଇ ରହିଥିବା ସ୍ଥାନରୁ ଉଠି ସେମାନେ ନିକଟକୁ ଧାଇଁଗଲେ ଓ ସେମାନଙ୍କୁ ବଦ୍ଧ କରିବାକୁ ଆରମ୍ଭ କଲେ। ଅନେକ ଲୋକ ଆଘାତପ୍ରାପ୍ତ ହୋଇ ନିପତିତ ହେଲେ ଓ ଅବଶିଷ୍ଟ ବ୍ୟକ୍ତିଗଣ ପର୍ବତକୁ ପଳାୟନ କଲେ। ଜୋନାଥନ ଓ ତାଙ୍କର ସହଗାମୀମାନେ ସେମାନଙ୍କର ଗଣ୍ଠୁଣି ପତ୍ରକୁ ହସ୍ତଗତ କଲେ। ଏହିପରି ବିଭତ୍ସବ ରୋଦନରେ ଓ ସେମାନଙ୍କ ଗାୟକମାନଙ୍କ ସ୍ୱର ଶ୍ମଶାନ ସଙ୍ଗୀତରେ ପରିଣତ ହେଲା। ସେମାନଙ୍କର ଭ୍ରାତା ଯୋହାନାନଙ୍କ ରକ୍ତପାତ ପାଇଁ ସମ୍ପୂର୍ଣ୍ଣ ପ୍ରତିଶୋଧ ନେଲା ପରେ ସେମାନେ ଜର୍ଦାନର ସନ୍ତସନ୍ତିଆ ସ୍ଥାନକୁ ଫେରିଗଲେ। ଏହା ଶୁଣି ବାଖିଦୋସ ସାବତରେ ଗୋଟିଏ ବିରାଟ ସୈନ୍ୟ ସମେତ ଜର୍ଦାନର ତଟ ଦେଶକୁ ଆସିଲା। ସେ ସମୟରେ ଜୋନାଥନ ନିଜର ଅନୁଗାମୀମାନଙ୍କୁ କହିଲେ, ବର୍ତ୍ତମାନ ଉଠି ଆମେମାନେ ନିଜ ଜୀବନ ରକ୍ଷା ପାଇଁ ସମର କରିବା, କାରଣ କାର୍ଯ୍ୟଗୁଡ଼ିକ ଆଜି ପୂର୍ବ ଭଳି ନୁହେଁ। ଦେଖ, ଆମ ସମ୍ମୁଖରେ ଓ ପଶ୍ଚାତ ଭାଗରେ ଯୁଦ୍ଧ ଉପସ୍ଥିତ। ଆମର ଗୋଟିଏ ପାର୍ଶ୍ୱରେ ଜର୍ଦାନର ଜଳ, ଅପର ପାର୍ଶ୍ୱରେ ସନ୍ତସନ୍ତିଆ ସ୍ଥାନ ତଥା ବୁଦା ସମୂହ ବିଦ୍ୟମାନ। ଆମେମାନେ କୌଣସି ସ୍ଥାନକୁ ବୁଲି ଯାଇପାରିବୁ ନାହିଁ। ତୁମେମାନେ ଯେପରି ଆମ ଶତ୍ରୁ ହସ୍ତରୁ ଉଦ୍ଧାର ପାଇପାର, ସେଥିସକାଶେ ସ୍ୱର୍ଗ ସନ୍ନିଧାନରେ ବର୍ତ୍ତମାନ କ୍ରନ୍ଦନପୂର୍ବକ ନିବେଦନ କର। ଅତଏବ ଯୁଦ୍ଧ ଆରମ୍ଭ ହେଲା। ବାଖିଦୋସକୁ ଆଘାତ କରିବା ପାଇଁ ଜୋନାଥନ ନିଜ ହସ୍ତ ଉତ୍ତୋଳନ କଲେ, କିନ୍ତୁ ସେ ଖସିଯାଇ ପଶ୍ଚାତ ଭାଗକୁ ଗଲା। ସେ ସମୟରେ ଜୋନାଥନ ଓ ତାଙ୍କର ଅନୁଗାମୀମାନେ ଜର୍ଦାନ ମଧ୍ୟକୁ ଲମ୍ଫ ଦେଇ ନଦୀଟିର ଅପର ପାର୍ଶ୍ୱକୁ ସନ୍ତରଣ କଲେ, କିନ୍ତୁ ସେମାନଙ୍କୁ ଆକ୍ରମଣ କରିବା ପାଇଁ ଶତ୍ରୁମାନେ ଜର୍ଦାନକୁ ଅତିକ୍ରମ କଲେ ନାହିଁ। ସେହିଦିନ ବାଖିଦୋସର ସୈନ୍ୟ ଦଳରୁ ପ୍ରାୟ 1000 ଯୋଦ୍ଧା ନିପତିତ ହେଲେ। ଜୁଦିଆର ଦୁର୍ଗ ସମୂହ ଓ ଆଲସିମର ମୃତ୍ୟୁ। ଏହାପରେ ବାଖିଦୋସ ଜେରୁସେଲେମକୁ ଫେରିଆସିଲା। ସେ ଜୁଦିଆରେ ସୁଦୃଢ଼ ନଗରୀ ସମୂହ ନିର୍ମାଣ କରିବାକୁ ଆରମ୍ଭ କଲା। ସେ ପୁଣି ଜେରିଖୋର ଦୁର୍ଗ ନିର୍ମାଣ କଲା ଏବଂ ଏମାଉସ, ବେଥହରନ, ବେଥେଲ, ତିମ୍ନାଥ, ଫାରାତତ, ତେଫନ ପ୍ରଭୃତି ନଗରୀଗୁଡ଼ିକୁ ଉଚ୍ଚ ପ୍ରାଚୀର ଦ୍ୱାରା ତଥା ଅର୍ଗଳ ସମୂହ ଦ୍ୱାରା ସୁଦୃଢ଼ କଲା। ଇସ୍ରାଏଲକୁ ଉତ୍ପୀଡ଼ିତ କରିବା ପାଇଁ ସେ ସ୍ଥାନମାନଙ୍କରେ ପ୍ରହରୀ ସେନାମାନଙ୍କୁ ରଖିଲା। ବେତସୁର ଓ ଗାସାରା ନଗରୀ ସମୂହ ଏବଂ ତନ୍ମଧ୍ୟବର୍ତ୍ତୀ ଦୁର୍ଗକୁ ଦୃଢ଼ୀଭୂତ କରି ସେ ସେଠାରେ ସୈନ୍ୟମାନଙ୍କୁ ଅବସ୍ଥାପିତ କଲେ ଓ ତନ୍ମଧ୍ୟରେ ଖାଦ୍ୟପଦାର୍ଥ ସଞ୍ଚୟ କଲା। ଦେଶବାସୀ ପ୍ରମୁଖ ବ୍ୟକ୍ତିମାନଙ୍କର ପୁତ୍ରମାନଙ୍କୁ ପଣ ସ୍ୱରୂପ ଅଧିକାର କରି ସେ ଜେରୁସେଲେମସ୍ଥ ଦୁର୍ଗ ମଧ୍ୟରେ ରୁଦ୍ଧ କଲା। 153 ବର୍ଷର ଦ୍ୱିତୀୟ ମାସରେ ପବିତ୍ରାଳୟର ଅନ୍ତରତମ ପ୍ରାଙ୍ଗଣର ପ୍ରାଚୀରକୁ ବିଧ୍ୱସ୍ତ କରିବା ପାଇଁ ଆଲସିମୋସ ଆଦେଶ ଦେଲା। ପ୍ରବକ୍ତାମାନଙ୍କର ଯତ୍ନ ଫଳକୁ ସେ ନିଶ୍ଚିହ୍ନ କଲା, କିନ୍ତୁ ତାହାକୁ ବିଧ୍ୱସ୍ତ କରିବା ପାଇଁ ସେ କେବଳ ଆରମ୍ଭ କରିଥିଲା, କାରଣ ସେ ସମୟରେ ସେ ଆଘାତପ୍ରାପ୍ତ ହେଲା ଓ ତା ଦ୍ୱାରା ଆଦିଷ୍ଟ ସେହି କର୍ମ ସ୍ଥଗିତ ହେଲା। ତାର ଅଧରଟି ଅଚଳ ହୋଇ ପକ୍ଷାଘାତଗ୍ରସ୍ତ ହେଲା, ଯାହାଫଳରେ ନିଜ ଗୃହ ସମ୍ବନ୍ଧରେ ଆଉ କେବେ ପଦଟିଏ କହିବା କିମ୍ବା କୌଣସି ଆଦେଶ ଦେବା ପାଇଁ ସେ ଅସକ୍ଷମ ହେଲା। ଏହାପରେ ଆଲସିମୋସ ଅତ୍ୟଧିକ ଯନ୍ତ୍ରଣା ଭୋଗ କରି ମୃତ୍ୟୁବରଣ କଲା। ଆଲସିମୋସ ମୃତ୍ୟୁମୁଖରେ ପଡ଼ିଥିବା ଦେଖି ବାଖିଦୋସ ରାଜାଙ୍କ ନିକଟକୁ ଫେରିଗଲା
ଓ 2 ବର୍ଷ ଧରି ଯୁଦାରେ ଶାନ୍ତି ବିରାଜିଲା। ବେତବାସୀ ନଗରୀର ଅବରୋଧ ଓ ଜନାଥନଙ୍କ ବିଜୟ। ସେ ସମୟରେ ଅଧର୍ମୀ ଲୋକେ ଷଡ଼ଯନ୍ତ୍ର କରି କହିଲେ, ଦେଖ, ଜନାଥନ ଓ ତାଙ୍କର ଅନୁଗାମୀମାନେ ଶାନ୍ତି ତଥା ଆତ୍ମବିଶ୍ୱାସରେ ଜୀବନଯାପନ କରନ୍ତି। ସୁତରାଂ ଆମେ ବର୍ତ୍ତମାନ ବାକିଦୋଷକୁ ଫେରାଇ ଆଣିବା ଓ ସେ ସେମାନଙ୍କୁ ଗୋଟିଏ ରାତ୍ରି ମଧ୍ୟରେ ଅଧିକାର କରିବ। ତତ୍ପରେ ସେମାନେ ଯାଇ ତା ସହ ଆଲୋଚନା କଲେ। ଏକ ବିରାଟ ସୈନ୍ୟ ସମେତ ଫେରିଆସିବା ପାଇଁ ସେ ପ୍ରସ୍ତୁତ ହେଲା। ଜନାଥନ ଓ ତାଙ୍କର ଅନୁଗାମୀମାନଙ୍କୁ ବନ୍ଦୀ କରିବା ନିମନ୍ତେ ଆଦେଶ ଦେଇ ଜୁଦିଆ ଦେଶସ୍ଥ ନିଜର ମିତ୍ର ଜନଙ୍କ ନିକଟକୁ ସେ ଗୋପନରେ ପତ୍ର ପଠାଇଲା। କିନ୍ତୁ ସେମାନଙ୍କର ଯୋଜନା ପ୍ରକାଶିତ ହେବା ଯୋଗୁଁ ସେମାନେ ତାହାକୁ କାର୍ଯ୍ୟରେ ପରିଣତ କରିପାରିଲେ ନାହିଁ। ବରଂ ବିଦ୍ରୋହ କରିବା ପାଇଁ ନେତୃତ୍ୱ ନେଇଥିବା ଲୋକଙ୍କ ମଧ୍ୟରୁ 50 ଜଣ ବ୍ୟକ୍ତିଙ୍କୁ ଜନାଥନଙ୍କ ଅନୁଚରମାନେ ଅଧିକାର କରି ବଦ୍ଧ କଲେ। ଏହାପରେ ଜନାଥନ ତାଙ୍କର ଅନୁଗାମୀଗଣ ଓ ସିମୋନ ମରୁପ୍ରାନ୍ତରସ୍ଥ ବେତବାସୀକୁ ଗଲେ। ତାହାର ବିଧ୍ୱସ୍ତ ହୋଇଥିବା ଭାଗକୁ ପୁନଃନିର୍ମାଣ କରି ସେମାନେ ତାହାକୁ ଦୃଢ଼ୀଭୂତ କଲେ। ବାକିଦୋଷ ଏହାର ଅବଗତ ହୋଇ ନିଜ ସମସ୍ତ ସୈନ୍ୟକୁ ଏକତ୍ରିତ କଲେ ଓ ଜୁଦିଆରେ ଥିବା ନିଜ ଲୋକମାନଙ୍କ ପାଖକୁ ଏକ ଆଦେଶ ପଠାଇଲେ। ଏହାପରେ ସେ ଆସି ବେତବାସୀ ବିରୁଦ୍ଧରେ ଛାଉଣି ପକାଇଲା। ସେ ଯୁଦ୍ଧ ଯନ୍ତ୍ର ସମୂହ ନିର୍ମାଣ କରି ବହୁଦିନ ଧରି ତାହା ବିରୁଦ୍ଧରେ ସଂଗ୍ରାମ କଲା। କିନ୍ତୁ ନଗରୀଟିକୁ ନିଜ ସହୋଦର ସିମୋନଙ୍କ ହସ୍ତରେ ସମର୍ପଣ କରି ଜନାଥନ ଗ୍ରାମାଞ୍ଚଳକୁ ଯାତ୍ରା କଲେ। କେବଳ ଅଳ୍ପ ଲୋକଙ୍କ ସହ ସେ ଯାତ୍ରା କରିଥିଲେ। ଅଦମେରା ତାଙ୍କର ପୁତ୍ରଗଣ ଓ ଫାସିରନର ପୁତ୍ରମାନଙ୍କୁ ଜନାଥନ ସେମାନଙ୍କର ତମ୍ବୁ ସମୂହ ମଧ୍ୟରେ ନିଧନ କଲେ। ଏହାପରେ ସେ ଆକ୍ରମଣ କରି ଯୁଦ୍ଧ କଲେ। ସେ ସମୟରେ ସିମୋନ ଓ ତାଙ୍କର ସହଗାମୀମାନେ ନଗରୀରୁ ବାହାରି ଆସି ଯୁଦ୍ଧ ଯନ୍ତ୍ରାଦିକୁ ଅଗ୍ନିରେ ଦଗ୍ଧ କଲେ। ସେମାନେ ବାକିଦୋଷ ବିରୁଦ୍ଧରେ ଯୁଦ୍ଧ କରି ତାକୁ ପରାଜିତ କଲେ। ନିଜ ଯୋଜନା ତଥା ଅଭିଯାନ ନିଷ୍ଫଳ ହୋଇଥିବା ଯୋଗୁଁ ସେ ଅତ୍ୟଧିକ ନିରୁତ୍ସାହିତ ହେଲା। ସୁତରାଂ ଜୁଦିଆକୁ ଫେରିଆସିବା ପାଇଁ ତାଙ୍କୁ ଆହ୍ୱାନ ଜଣାଇଥିବା ସେହି ଅଧର୍ମୀମାନଙ୍କ ପ୍ରତି ସେ କ୍ରୁଦ୍ଧ ହେଲା ଓ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ନିଧନ କଲା। ତତ୍ପରେ ସ୍ୱଦେଶକୁ ଫେରିଯିବା ପାଇଁ ସେ ସ୍ଥିର କଲା। ଏହା ଶୁଣି ବାକିଦୋଷ ସହ ସନ୍ଧି ଚୁକ୍ତି ସ୍ଥାପନ କରିବା ଓ ବନ୍ଦୀମାନଙ୍କୁ ମୁକ୍ତ କରିବା ଉଦ୍ଦେଶ୍ୟରେ ଜନାଥନ ତା ପାଖକୁ ଦୂତମାନଙ୍କୁ ପଠାଇଲେ। ସେ ସେଥିପାଇଁ ସମ୍ମତ ହେଲା ଓ ଜନାଥନଙ୍କ ଅଭିଳାଷ ମୁତାବକ ଜୀବିତ ଥିବା ସମୟ ବ୍ୟାପୀ ତାଙ୍କ ପ୍ରତି କୌଣସି ଉପଦ୍ରବ ସୃଷ୍ଟି କରିବ ନାହିଁ ବୋଲି ବାକିଦୋଷ ଜନାଥନଙ୍କ ନିକଟରେ ଶପଥ କଲା। ଯୁଦ୍ଧରେ ତାଙ୍କ ଦ୍ୱାରା ପୂର୍ବରେ ବନ୍ଦୀ କରାଯାଇଥିବା ଲୋକଙ୍କୁ ଫେରାଇ ଦେଲା। ଏହାପରେ ସେ ସ୍ୱଦେଶକୁ ଫେରିଗଲା ଓ ଆଉ କେବେ ହେଁ ଯିହୁଦୀମାନଙ୍କ ଦେଶକୁ ଆସିଲା ନାହିଁ। ଏହିପରି ଇସ୍ରାଏଲକୁ ଖଡ଼୍ଗ ଅପସାରିତ ହେଲା। ଜନାଥନ ମିକ୍ମାସରେ ଅବସ୍ଥାନ କଲେ ଓ ଜନତା ଉପରେ ଶାସନ କରିବାକୁ ଆରମ୍ଭ କଲେ। ଇସ୍ରାଏଲର ଅଧର୍ମୀମାନଙ୍କୁ ବିନଷ୍ଟ କଲେ। ଅଧ୍ୟାୟ 10। ରାଜା ଦେମେତ୍ରିୟସ୍ ଓ ଜନାଥନ। 160 ବର୍ଷରେ ଆନ୍ତିଓଖସ୍ଙ୍କ ପୁତ୍ର ଆଲେକଜାଣ୍ଡାର ଏପିଫାନେସ୍ ଆସି ଟଲେମାଇସ୍କୁ ଅଧିକାର କଲେ। ଲୋକେ ତାଙ୍କୁ ସ୍ୱାଗତ ଜଣାଇଲେ ଓ ସେ ସେଠାରେ ରାଜୁତି କରିବାକୁ ଆରମ୍ଭ କଲେ।
ଏହା ଶୁଣି ଦେମେତ୍ରିୟସ୍ ଏକ ବିପୁଳ ସୈନ୍ୟକୁ ସମବେତ କରି ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଯାତ୍ରା କଲେ। ଜୋନାଥନଙ୍କ ପ୍ରତି ଶ୍ରଦ୍ଧା ଜଣାଇ ଦେମେତ୍ରିୟସ୍ ଶାନ୍ତି କାମନା କରି ତାଙ୍କ ନିକଟକୁ ଗୋଟିଏ ପତ୍ର ପଠାଇଲେ, କାରଣ ସେ ନିଜକୁ କହିଲେ, ଜୋନାଥନ୍ ଆମ ବିରୁଦ୍ଧରେ ଆଲେକ୍ଜାଣ୍ଡରଙ୍କ ସହ ସନ୍ଧି ଚୁକ୍ତି କରିବା ପୂର୍ବରୁ ଆମେ ତାଙ୍କ ସହ ଶାନ୍ତି ସ୍ଥାପନ କରିବା, କାରଣ ତାଙ୍କର ଭ୍ରାତାମାନଙ୍କ ଓ ତାଙ୍କ ଜନତା ବିରୁଦ୍ଧରେ ଆମ ଦ୍ୱାରା ସମ୍ପାଦିତ ଅନ୍ୟାୟ କର୍ମାବଳୀକୁ ସେ ସ୍ମରଣ କରିବେ। ସୁତରାଂ ସୈନ୍ୟ ଦଳକୁ ସମବେତ କରିବା, ସେମାନଙ୍କୁ ଅସ୍ତ୍ରଶସ୍ତ୍ରାଦିରେ ସଜ୍ଜିତ କରିବା ଓ ନିଜ ମିତ୍ର ହେବାର ଅଧିକାର ଦେମେତ୍ରିୟସ୍ ତାଙ୍କୁ ପ୍ରଦାନ କଲେ। ଦୁର୍ଗ ମଧ୍ୟରେ ପଣ ସ୍ୱରୂପ ରଖାଯାଇଥିବା ଲୋକମାନଙ୍କୁ ତାଙ୍କ ହସ୍ତରେ ସମର୍ପଣ କରିବାକୁ ମଧ୍ୟ ସେ ଆଦେଶ ଦେଲେ। ଏହାପରେ ଜୋନାଥନ୍ ଜେରୁସାଲେମକୁ ଆସି ସମସ୍ତ ଜନତା ଓ ଦୁର୍ଗବାସୀମାନଙ୍କ ଶ୍ରୁତିଗୋଚରେ ସେହି ପତ୍ରଟି ପାଠ କଲେ। ସୈନ୍ୟ ଦଳକୁ ସମବେତ କରିବା ପାଇଁ ରାଜା ଅଧିକାର ପ୍ରଦାନ କରିଛନ୍ତି ବୋଲି ଶୁଣି ସେମାନେ ଅତ୍ୟଧିକ ଭୀତ ହେଲେ। ତଥାପି ପଣ ସ୍ୱରୂପ ରଖାଯାଇଥିବା ବ୍ୟକ୍ତିମାନଙ୍କୁ ଦୁର୍ଗବାସୀମାନେ ମୁକ୍ତ କଲେ ଓ ଜୋନାଥନ୍ ସେମାନଙ୍କୁ ସେମାନଙ୍କର ପିତାମାତାଙ୍କ ପାଖକୁ ପଠାଇଲେ। ଜେରୁସାଲେମରେ ରହି ସେହି ନଗରୀଟିକୁ ପୁନଃନିର୍ମାଣ ତଥା ନବୀକରଣ କରିବାକୁ ଜୋନାଥନ୍ ଆରମ୍ଭ କଲେ। ସମଚତୁର୍କୋଣ ବିଶିଷ୍ଟ ପଥରଗୁଡ଼ିକ ବ୍ୟବହାର ପୂର୍ବକ ସିୟନ ପର୍ବତର ଚତୁଃପାର୍ଶ୍ୱରେ ପ୍ରାଚୀର ତଥା ଅନ୍ୟାନ୍ୟ ଗମ୍ବୁଜ ସମୂହ ନିର୍ମାଣ କରି ତାହାକୁ ଅଧିକତର ଦୃଢ଼ୀଭୂତ କରିବାକୁ ସେ ଶ୍ରମିକମାନଙ୍କୁ ଆଦେଶ ଦେଲେ। ତହୁଁ ସେମାନେ ତାହା କାର୍ଯ୍ୟରେ ପରିଣତ କଲେ। ସେ ସମୟରେ ବାଖିଦୋସ୍ ଦ୍ୱାରା ନିର୍ମିତ ଦୁର୍ଗ ସମୂହ ମଧ୍ୟରେ ରହିଥିବା ବିଦେଶୀମାନେ ପଳାୟନ କଲେ। ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ଥାନ ତ୍ୟାଗ କରି ସ୍ୱଦେଶକୁ ଫେରିଗଲେ। ବିଧାନ ତଥା ଆଜ୍ଞାବଳୀକୁ ପରିତ୍ୟାଗ କରିଥିବା କେତେକ ବ୍ୟକ୍ତି କେବଳ ବେତ୍‌ସୁରରେ ରହିଲେ, କାରଣ ତାହା ସେମାନଙ୍କ ପାଇଁ ଏକ ଆଶ୍ରୟ ସ୍ଥାନ ଥିଲା। ଜୋନାଥନ୍ ମହାଯାଜକ ରୂପେ ନିଯୁକ୍ତ। ଦେମେତ୍ରିୟସ୍ ଜୋନାଥନ୍‌ଙ୍କ ନିକଟରେ କରିଥିବା ପ୍ରତିଜ୍ଞା ସମ୍ବନ୍ଧରେ ରାଜା ଆଲେକ୍‌ଜାଣ୍ଡାର ଶୁଣିବାକୁ ପାଇଲେ। ତାଙ୍କର ତଥା ତାଙ୍କ ଭ୍ରାତାମାନଙ୍କ ଦ୍ୱାରା ଲଢ଼ା ଯାଇଥିବା ଯୁଦ୍ଧ, ସେମାନଙ୍କ ଦ୍ୱାରା ସମ୍ପାଦିତ ସାହସିକ କାର୍ଯ୍ୟ ଓ ସେମାନଙ୍କ ଦ୍ୱାରା ଅନୁଭୂତ ଦୁଃଖ ସମୂହ ସମ୍ପର୍କରେ ମଧ୍ୟ ଲୋକେ ତାଙ୍କୁ ଜଣାଇଲେ। ତହୁଁ ସେ ନିଜକୁ କହିଲେ, ଏପରି ଅନ୍ୟ ଏକ ବ୍ୟକ୍ତିଙ୍କୁ ଆମେ କ'ଣ ଦେଖିବାକୁ ପାଇବୁ? ଆସ, ଆମେ ତାଙ୍କୁ ଆମର ବନ୍ଧୁ ତଥା ମିତ୍ର ରୂପେ ମନୋନୀତ କରିବା। ସୁତରାଂ ସେ ଏହିପରି ଏକ ପତ୍ର ଲେଖି ତାଙ୍କ ପାଖକୁ ପଠାଇଲେ। ରାଜା ଆଲେକ୍‌ଜାଣ୍ଡାର ନିଜର ଭ୍ରାତା ଜୋନାଥନ୍‌ଙ୍କୁ ଶୁଭେଚ୍ଛା ଜଣାନ୍ତି। ତୁମେ ଯେ ଜଣେ ପରାକ୍ରମୀ ଯୋଦ୍ଧା ଓ ଆମର ମିତ୍ର ହେବା ପାଇଁ ଯେ ଜଣେ ଯୋଗ୍ୟ ବ୍ୟକ୍ତି, ଏହା ଆମର ଶ୍ରୁତିଗୋଚର ହୋଇଛି। ସୁତରାଂ ତୁମ ଜନତାର ମହାଯାଜକ ରୂପେ ଆମେ ଆଜି ତୁମକୁ ନିଯୁକ୍ତ ପ୍ରଦାନ କରୁଅଛୁ। ତୁମେ ରାଜାଙ୍କ ମିତ୍ର ନାମରେ ଅଭିହିତ ହେବ। ତୁମେ ମୋର ପକ୍ଷ ସମର୍ଥନ କରି ଆମ ପ୍ରତି ବନ୍ଧୁତ୍ୱ ସ୍ଥାପନ କରିବା ପାଇଁ ମୁଁ କାମନା କରେ। ପତ୍ରଟି ସହ ସେ ଏକ ରାଜକୀୟ ବାଇଗଣୀ ପରିଧାନ ତଥା ସୁବର୍ଣ୍ଣ ମୁକୁଟ ମଧ୍ୟ ତାଙ୍କ ନିକଟକୁ ପଠାଇଲେ। 160 ବର୍ଷର ପ୍ରଥମ ମାସରେ ଶିବିରବାସୀ ଉତ୍ସବର ଦିନମାନଙ୍କରେ ଜୋନାଥନ୍ ପବିତ୍ର ବସ୍ତ୍ର ପରିହିତ ହେଲେ ଓ ସୈନ୍ୟମାନଙ୍କୁ ସମବେତ କରି ସେମାନଙ୍କୁ ପ୍ରଚୁର ଅସ୍ତ୍ରଶସ୍ତ୍ର ଦ୍ୱାରା ସଜ୍ଜିତ କଲେ। ଦେମେତ୍ରିୟସ୍‌ଙ୍କ ପତ୍ର। ଏ ସମସ୍ତ ଶୁଣି ଦେମେତ୍ରିୟସ୍ ଦୁଃଖ ପ୍ରକାଶ ପୂର୍ବକ କହିଲେ,
ଆମ ଦ୍ୱାରା ସମ୍ପାଦିତ ଏ କାର୍ଯ୍ୟ କ'ଣ? ନିଜକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଜିହୁଦୀମାନଙ୍କ ଗହଣରେ ବନ୍ଧୁତ୍ୱ ସ୍ଥାପନ କରିବା ବିଷୟରେ ଆଲେକଜାଣ୍ଡାର ଅଗ୍ରଣୀ ହୋଇଛନ୍ତି। ସେମାନେ ଯେପରି ଆମର ସହାୟ ହୁଅନ୍ତି, ସେଥିପାଇଁ ପ୍ରୋତ୍ସାହନ ସୂଚକ ବାକ୍ୟ ଲେଖି ଓ ସେମାନଙ୍କ ପ୍ରତି ଶ୍ରଦ୍ଧା ତଥା ଉପହାର ସବୁ ପ୍ରତିଜ୍ଞା କରି ମୁଁ ମଧ୍ୟ ସେମାନଙ୍କ ନିକଟକୁ ପତ୍ର ପଠାଇବି। ଏହାପରେ ସେ ସେମାନଙ୍କ ନିକଟକୁ ଏହିପରି ଏକ ସନ୍ଦେଶ ପଠାଇଲେ। ରାଜା ଦେମେତ୍ରିୟସ୍ ଜିହୁଦୀ ଜନତାକୁ ଶୁଭେଚ୍ଛା ଜଣାନ୍ତି। ଆମ ସହିତ ସମ୍ପାଦିତ ଚୁକ୍ତି ତୁମେମାନେ ପାଳନ କରିବ। ଆମ ପ୍ରତି ତୁମର ବନ୍ଧୁତ୍ୱରେ ତୁମେ ଅଟଳ ରହିବ। ଆମ ଶତ୍ରୁମାନଙ୍କ ସହ ତୁମେମାନେ ପକ୍ଷପାତୀ ହୋଇନଥିବା ବିଷୟ ଶୁଣି ଆମେ ଆନନ୍ଦିତ ହୋଇଅଛୁ। ଭବିଷ୍ୟତରେ ମଧ୍ୟ ଆମ ପ୍ରତି ବିଶ୍ୱସ୍ତ ହୋଇ ରୁହ। ତାହା ହେଲେ ଆମ ପ୍ରତି ତୁମେମାନେ କରୁଥିବା ସମସ୍ତ ସେବା ପାଇଁ ଆମେ ସମୁଚିତ ପ୍ରତିଫଳ ପ୍ରଦାନ କରିବୁ। ଆମେ ତୁମ ପ୍ରତି ବହୁବିଧ କର ବିମୁକ୍ତ କରି ତଥା ଉପହାର ପ୍ରଦାନ କରିବାକୁ ସମ୍ମତ ହେବୁ। ଆମେ ବର୍ତ୍ତମାନ ଠାରୁ ତୁମମାନଙ୍କୁ ସ୍ୱତନ୍ତ୍ର କରିଅଛୁ ଓ ସମସ୍ତ ଜିହୁଦୀମାନଙ୍କୁ କର, ଲବଣ, ଖଜଣା ଓ ମୁକୁଟ ଖଜଣା ଅର୍ପଣ କରିବା କର୍ତ୍ତବ୍ୟରୁ ଦାୟମୁକ୍ତ କରୁଅଛୁ। ଶସ୍ୟର ଯେଉଁ ତୃତୀୟାଂଶ ଓ ବୃକ୍ଷ ସମୂହୋତ୍ପନ୍ନିତ ଫଳର ଯେଉଁ ଅର୍ଦ୍ଧାଂଶ ମୋର ପ୍ରାପ୍ୟ, ସେ ସମସ୍ତ ସଂଗ୍ରହ କରିବା ପରିବର୍ତ୍ତେ ମୁଁ ତାହା ଆଜି ତଥା ବର୍ତ୍ତମାନ ଠାରୁ ଉପେକ୍ଷା କରିଅଛି। ମୁଁ ତାହା ଜୁଦା ତଥା ତା ସହ ସଂଯୁକ୍ତ ହୋଇଥିବା ସାମାରିଆ ଓ ଗାଲିଲୀର 3ଟି ଅଞ୍ଚଳରୁ ବର୍ତ୍ତମାନ ଠାରୁ ଆଉ କେବେ ସଂଗ୍ରହ କରିବି ନାହିଁ। ଜେରୁସଲେମ ଓ ତାହାର ପରିପାର୍ଶ୍ୱ ତାହା ପ୍ରତି ଉଦ୍ଦିଷ୍ଟ ଦଶମାଂଶ ତଥା ଅନ୍ୟାନ୍ୟ କର ପବିତ୍ର ରୂପେ ବିବେଚିତ ହେବ ଓ ଖଜଣା ଦେୟରୁ ମୁକ୍ତ ହୋଇ ରହିବ। ଜେରୁସଲେମରେ ମୋର ଅଧୀନସ୍ଥ ଦୁର୍ଗକୁ ମୁଁ ଉପେକ୍ଷା କରି ମହାଯାଜକଙ୍କ ହସ୍ତରେ ସମର୍ପଣ କରୁଅଛି। ସେ ନିଜ ଦ୍ୱାରା ମନୋନୀତ ବ୍ୟକ୍ତିମାନଙ୍କୁ ସେଠାରେ ପହରା ଦେବାକୁ ନିଯୁକ୍ତି ପ୍ରଦାନ କରିପାରିବେ। ଜୁଦାରୁ ମୋର ରାଜ୍ୟର ଯେକୌଣସି ସ୍ଥାନକୁ ବନ୍ଦୀ ରୂପେ ଆନିତ ପ୍ରତ୍ୟେକ ଜିହୁଦୀକୁ ବିନା ମୋଚନ ମୂଲ୍ୟରେ ମୁଁ ମୁକ୍ତ କରୁଅଛି। ସେମାନଙ୍କର ପଶୁପଲ ଉପରେ ବସାଇଥିବା ଖଜଣାକୁ ରଦ୍ଦ କରିବା ପାଇଁ ମୁଁ ସମସ୍ତ କର୍ମଚାରୀମାନଙ୍କୁ ଆଦେଶ ଦେଉଅଛି। ସମସ୍ତ ଉତ୍ସବ ଦିନ, ସାବତ, ଅମାବାସ୍ୟା, ଅନ୍ୟ ଯେକୌଣସି ବିଶିଷ୍ଟ ଦିନ ଓ ଉତ୍ସବ ଦିବସର ପୂର୍ବ ତଥା ପରବର୍ତ୍ତୀ ଦିବସ ତ୍ରୟ ମୋର ରାଜ୍ୟବାସୀ ଜିହୁଦୀମାନଙ୍କ ପାଇଁ କର୍ମ ବିମୁକ୍ତି ତଥା ନିଷ୍କୃତିର ଦିନ ସଦୃଶ ବିବେଚିତ ହେବ। ସେମାନଙ୍କଠାରୁ କୌଣସି ବସ୍ତୁ ଆଦାୟ କରିବା କିମ୍ବା ସେମାନଙ୍କୁ ଯେକୌଣସି ବିଷୟ ସମ୍ପର୍କରେ ବିରକ୍ତ କରିବା ପାଇଁ କୌଣସି ବ୍ୟକ୍ତିର ଅଧିକାର ରହିବ ନାହିଁ। ଜିହୁଦୀମାନଙ୍କ ମଧ୍ୟରୁ 30,000 ବ୍ୟକ୍ତି ରାଜ୍ୟ ସୈନ୍ୟବାହିନୀରେ ତାଲିକାଭୁକ୍ତ ହେବେ ଓ ରାଜାଙ୍କ ସୈନିକମାନଙ୍କ ପାଇଁ ପ୍ରଦତ୍ତ ବେତନ ସେମାନଙ୍କୁ ମଧ୍ୟ ପ୍ରଦତ୍ତ ହେବ। ସେମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତି ରାଜାଙ୍କ ଅଧୀନସ୍ଥ ଦୁର୍ଗ ସମୂହରେ ରଖାଯିବେ ଓ ସେମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତି ରାଜ୍ୟ ମଧ୍ୟରେ ଦାୟିତ୍ୱ ସମ୍ପନ୍ନ ପଦବୀରେ ନିୟୋଜିତ ହେବେ। ସେମାନଙ୍କର ସେନାପତି ତଥା ଅନ୍ୟାନ୍ୟ କର୍ମଚାରୀ କେବଳ ସେମାନଙ୍କ ମଧ୍ୟରୁ ମନୋନୀତ ହେବେ। ଯୁଦ୍ଧ ପାଇଁ ରାଜା ଆଦେଶ ଦେଇଥିବା ଅନୁସାରେ ସେମାନେ ନିଜ ନିଜ ବିଧାନର ଅନୁସରଣ କରି କାଳାତିପାତ କରିବେ।
ସାମାରିଆ ପ୍ରଦେଶରୁ ଜୁଦିଆ ସହ ସଂଯୁକ୍ତ ହୋଇଥିବା ସେହି 3ଟି ଅଞ୍ଚଳ କେବଳ ଜଣେ ଶାସନକର୍ତ୍ତାଙ୍କ ଅଧୀନସ୍ଥ ଥିବା ଭଳି ବିବେଚିତ ହେବ। ମହାଯାଜକଙ୍କ ବ୍ୟତୀତ ଅନ୍ୟ କାହାର ସେମାନେ ଅନୁଗତ ହେବେ ନାହିଁ। ଜେରୁସାଲେମସ୍ଥ ପବିତ୍ରାଳୟର ଭରଣ ପୋଷଣ ପାଇଁ ଆବଶ୍ୟକ ବ୍ୟୟର ନିର୍ବାହ ଉଦ୍ଦେଶ୍ୟରେ ମୁଁ ଟଲେମାଇସ୍ ଓ ତା'ର ଚତୁଃପାର୍ଶ୍ୱସ୍ଥ ଅଞ୍ଚଳକୁ ଉପହାର ସ୍ୱରୂପ ପବିତ୍ରାଳୟକୁ ସମର୍ପଣ କରୁଅଛି। ବିଶେଷ ସ୍ଥାନମାନଙ୍କରୁ ଆଦାୟ ହେଉଥିବା ରାଜାଙ୍କର ରାଜସ୍ୱରୁ ପ୍ରତିବର୍ଷ 15,000 ଶେକେଲ ରୌପ୍ୟ ମୁଦ୍ରା ମଧ୍ୟ ମୁଁ ସମର୍ପଣ କରୁଛି। ରାଜ କର୍ମଚାରୀମାନଙ୍କ ବ୍ୟୟ ପରେ ରହିଥିବା ଯେଉଁ ଅର୍ଥକୁ ପୂର୍ବ ବର୍ଷସମୂହ ଭଳି ସେମାନେ ଅଦ୍ୟାବଧି ଗଚ୍ଛିତ କରି ନାହାନ୍ତି, ବର୍ତ୍ତମାନଠାରୁ ତାହା ପବିତ୍ରାଳୟର ସେବା କାର୍ଯ୍ୟ ପାଇଁ ସମର୍ପଣ କରିବେ। ଦେବାଳୟ ସେବା କାର୍ଯ୍ୟରୁ ପ୍ରାୟ ଆୟ ମଧ୍ୟରୁ ଯେଉଁ 5,000 ଶେକେଲ ରୌପ୍ୟ ମୁଦ୍ରାକୁ ରାଜକୀୟ କର୍ମଚାରୀମାନେ ପ୍ରତିବର୍ଷ ଆଦାୟ କରୁଥିଲେ, ମୁଁ ତାହା ବର୍ତ୍ତମାନଠାରୁ ଉପେକ୍ଷା କରୁଅଛି। କାରଣ ତାହା ଦେବାଳୟ ମଧ୍ୟରେ ସେବା କାର୍ଯ୍ୟ କରୁଥିବା ଯାଜକମାନଙ୍କ ପାଇଁ ଉଦ୍ଦିଷ୍ଟ। ରାଜାଙ୍କୁ ଅର୍ଥ ଦେବା ପାଇଁ ଦାୟୀ ରହି କିମ୍ବା ଯେକୌଣସି ପ୍ରକାରେ ଋଣୀ ଥାଇ ଯିଏ ଜେରୁସାଲେମସ୍ଥ ଦେବାଳୟ ତଥା ତାହାର ଚତୁଃପାର୍ଶ୍ୱସ୍ଥ ସ୍ଥାନମାନଙ୍କରେ ଆଶ୍ରୟ ନିଏ, ତାକୁ ମୁକ୍ତ କରିବାକୁ ଓ ମୋର ରାଜ୍ୟ ମଧ୍ୟରେ ସେ ଅଧିକାର କରିଥିବା ତା'ର ସମସ୍ତ ଆସବାବପତ୍ରକୁ ତାକୁ ଫେରାଇ ଦେବାକୁ ମୁଁ ଆଦେଶ ଦେଉଅଛି। ପବିତ୍ରାଳୟର ପୁନଃନିର୍ମାଣ ତଥା ନବୀକରଣ ପାଇଁ ଆବଶ୍ୟକ ସମସ୍ତ ବ୍ୟୟ ରାଜାଙ୍କ ରାଜସ୍ୱରୁ ପ୍ରଦତ୍ତ ହେବ। ସେହିପରି ଜେରୁସାଲେମର ପ୍ରାଚୀରଗୁଡ଼ିକୁ ପୁନଃନିର୍ମାଣ କରିବା ଓ ତାହାର ଚତୁଃପାର୍ଶ୍ୱକୁ ସୁଦୃଢ଼ କରିବା ଓ ଜୁଦେୟା ମଧ୍ୟବର୍ତ୍ତୀ ଦୁର୍ଗସମୂହର ପ୍ରାଚୀରକୁ ପୁନଃନିର୍ମାଣ କରିବା ପାଇଁ ଆବଶ୍ୟକ ବ୍ୟୟ ମଧ୍ୟ ରାଜଭଣ୍ଡାରରୁ ପ୍ରଦତ୍ତ ହେବ। ଆଲେକଜାଣ୍ଡାରଙ୍କ ସହ ସନ୍ଧି ସ୍ଥାପନ। ପୂର୍ବୋକ୍ତ ପ୍ରସ୍ତାବ ଶୁଣି ଜୋନାଥନ ଓ ଜନତା ସେ ସବୁ ବିଶ୍ୱାସ କଲେ ନାହିଁ କିମ୍ବା ଗ୍ରହଣ ମଧ୍ୟ କଲେ ନାହିଁ। କାରଣ ସେମାନେ ଇସ୍ରାଏଲ ବିରୁଦ୍ଧରେ ଦେମେତ୍ରିୟସଙ୍କ ସହ ସମସ୍ତ ଅନିଷ୍ଟ କାର୍ଯ୍ୟ ତଥା ଜନତା ବିରୁଦ୍ଧରେ ତାଙ୍କର ନିର୍ଧନ ଉତ୍ପୀଡ଼ନ ବିଷୟ ସ୍ମରଣ କଲେ। ଆଲେକଜାଣ୍ଡାର ସେମାନଙ୍କୁ ପ୍ରଥମରେ ଶାନ୍ତିର ବାର୍ତ୍ତା ପଠାଇଥିବା ଯୋଗୁଁ ସେମାନେ ତାଙ୍କୁ ସମର୍ଥନ ଜଣାଇଲେ ଓ ତାଙ୍କର ଆଜୀବନ ସେମାନେ ତାଙ୍କର ମିତ୍ର ରାଷ୍ଟ୍ର ସ୍ୱରୂପ ରହିବେ। ଆଲେକଜାଣ୍ଡାର ସଂଖ୍ୟାଧିକ ସୈନ୍ୟ ଏକତ୍ରିତ କରି ଦେମେତ୍ରିୟସଙ୍କ ବିରୁଦ୍ଧରେ ଛାଉଣି ପକାଇଲେ। ଉଭୟ ରାଜା ରଣଭୂମିରେ ପରସ୍ପରକୁ ପ୍ରତିରୋଧ କଲେ ଓ ଦେମେତ୍ରିୟସଙ୍କ ସୈନ୍ୟ ପଳାୟନ କଲେ। ଆଲେକଜାଣ୍ଡାର ତାଙ୍କର ପଶ୍ଚାଧାବନ କରି ତାଙ୍କୁ ପରାସ୍ତ କଲେ। ସୂର୍ଯ୍ୟ ଅସ୍ତମିତ ହେବା ପର୍ଯ୍ୟନ୍ତ ଯୁଦ୍ଧ ହେଲା। ଦେମେତ୍ରିୟସ ସେହି ଦିନ ନିହତ ହେଲେ। ତତ୍ପରେ ଆଲେକଜାଣ୍ଡାର ଇଜିପ୍ଟର ରାଜା ଟଲେମୀଙ୍କ ନିକଟକୁ ରାଜଦୂତମାନଙ୍କ ମାଧ୍ୟମରେ ଏହି ସନ୍ଦେଶ ପଠାଇଲେ। ମୋର ରାଜ୍ୟକୁ ଫେରିଆସି ମୁଁ ମୋର ପିତୃପୁରୁଷମାନଙ୍କର ସିଂହାସନରେ ଆସୀନ ହୋଇଛି ଓ ରାଜ୍ୟ ଉପରେ ମୋର ରାଜାଧିକାର ସଂସ୍ଥାପନ କରିଅଛି। କାରଣ ଦେମେତ୍ରିୟସଙ୍କୁ ପରାସ୍ତ କରି ମୁଁ ରାଜ୍ୟଟିକୁ ପୁନଃପ୍ରାପ୍ତ ହୋଇଅଛି। ରଣଭୂମିରେ ମୁଁ ତାଙ୍କୁ ପ୍ରତିରୋଧ କଲି ଓ ତାଙ୍କ ସୈନ୍ୟ ସମେତ ସେ ପରାସ୍ତ। ଫଳରେ ଆମେ ତାଙ୍କ ସିଂହାସନରେ ଆସୀନ ହୋଇଅଛୁ। ସୁତରାଂ ଆମେ ବର୍ତ୍ତମାନ ପରସ୍ପର ମଧ୍ୟରେ ବନ୍ଧୁତ୍ୱ ସ୍ଥାପନ କରିବା। ତୁମ କନ୍ୟାକୁ ମୋତେ ପତ୍ନୀ ରୂପେ ପ୍ରଦାନ କର ଓ ମୁଁ ତୁମର ଜାମାତା ହେବି। ତୁମ ଓ ତାହା ପ୍ରତି ମୁଁ ତୁମର ପଦ ଅନୁପୁର ଉପହାର ସବୁ ପ୍ରଦାନ କରିବି। ଉତ୍ତରରେ ରାଜା ଟଲେମୀ କହିଲେ,
ଆମ ପିତୃପୁରୁଷମାନଙ୍କ ରାଜ୍ୟକୁ ଫେରି ଆସି ସେମାନଙ୍କର ସିଂହାସନରେ ତୁମେ ଆସୀନ ହେବା ଦିବସ ଆନନ୍ଦଦାୟକ ଅଟେ। ତୁମେ ମୋତେ ଲେଖିଥିବା ଅନୁଯାୟୀ ମୁଁ ସାଧନ କରିବି, କିନ୍ତୁ ଆମେ ପରସ୍ପରକୁ ସନ୍ଦର୍ଶନ କରିପାରିବା ଓ ତୁମର ପ୍ରସ୍ତାବ ଅନୁଯାୟୀ ମୁଁ ତୁମର ଶ୍ୱଶୁର ହେବା ପାଇଁ ଟଲେମାଇସ୍କୁ ଆସି ତୁମେ ମୋତେ ସାକ୍ଷାତ କର। 162 ବର୍ଷରେ ନିଜର କନ୍ୟା କ୍ଲେଓପାତ୍ରା ଗହଣରେ ଟଲେମି ଇଜିପ୍ଟରୁ ଯାତ୍ରା କରି ଟଲେମାଇସ୍କୁ ଆସିଲେ। ରାଜା ଆଲେକଜାଣ୍ଡାର ତାଙ୍କୁ ସାକ୍ଷାତ କରିବା ପାଇଁ ଗଲେ ଓ ଟଲେମି ନିଜ କନ୍ୟାକୁ ତାଙ୍କ ସହ ବିବାହ ଦେଲେ। ରାଜାମାନେ ଯେପରି କରନ୍ତି ସେହିପରି ଟଲେମାଇସ୍ଠାରେ ବିବାହୋତ୍ସବ ମହାଡମ୍ବର ପୂର୍ବକ ପାଳିତ ହେଲା। ଏହାପରେ ଆସି ନିଜର ସନ୍ଦର୍ଶନ କରିବାକୁ ଅଭିଳାଷ ପ୍ରକାଶ କରି ରାଜା ଆଲେକଜାଣ୍ଡାର ଜୋନାଥନଙ୍କ ନିକଟକୁ ପତ୍ର ପଠାଇଲେ। ଆଡ଼ମ୍ବର ପୂର୍ବକ ଟଲେମାଇସ୍କୁ ଯାତ୍ରା କରି ଜୋନାଥନ ଉଭୟ ରାଜାଙ୍କୁ ସନ୍ଦର୍ଶନ କଲେ। ସେ ସେମାନଙ୍କୁ ଓ ସେମାନଙ୍କର ମିତ୍ରମାନଙ୍କୁ ରୌପ୍ୟ, ସ୍ୱର୍ଣ୍ଣ ତଥା ବହୁବିଧ ଉପହାର ଦାନ ଦେଲେ। ଫଳରେ ସେ ସେମାନଙ୍କ ପ୍ରତି ପ୍ରୀତିପ୍ରାପ୍ତ ହେଲେ। କେତେକ ଅହିତକର ତଥା ବିଧର୍ମୀ ଇସ୍ରାଏଲୀୟ ଲୋକ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ପାଇଁ ଏକତ୍ରିତ ହେଲେ, କିନ୍ତୁ ରାଜା ସେମାନଙ୍କର ଅଭିଯୋଗ ପ୍ରତି କର୍ଣ୍ଣପାତ କଲେ ନାହିଁ। ଜୋନାଥନଙ୍କର ପରିହିତ ବସ୍ତ୍ର ବଦଳାଇ ତାଙ୍କୁ ବାଇଗଣୀ ବସ୍ତ୍ର ପରିହିତ କରିବାକୁ ରାଜା ଆଦେଶ ଦେଲେ। ସେମାନେ ତାହା କାର୍ଯ୍ୟରେ ପରିଣତ କଲେ। ରାଜା ତାଙ୍କୁ ନିଜ ପାର୍ଶ୍ୱରେ ଆସୀନ କରାଇଲେ ଓ ତାଙ୍କର କର୍ମଚାରୀମାନଙ୍କୁ କହିଲେ, ତୁମେମାନେ ତାଙ୍କ ଗହଣରେ ନଗରୀ ମଧ୍ୟକୁ ଯାତ୍ରା କର ଓ ଘୋଷଣା କର ଯେ କେହି କେବେ କୌଣସି କ୍ଷେତ୍ରରେ ତାଙ୍କ ବିରୁଦ୍ଧରେ ଅଭିଯୋଗ ନ କରୁ ଓ କେହି ହେଲେ ଯେକୌଣସି କାରଣରୁ ତାଙ୍କୁ ବିରକ୍ତ ନ କରୁ। ସେହି ଘୋଷଣା ମୁତାବକ ତାଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ ଶ୍ରଦ୍ଧା ଓ ସେ ବାଇଗଣୀ ବସ୍ତ୍ର ପରିହିତ ଥିବା ଦେଖି ତାଙ୍କର ଅଭିଯୋଗକାରୀମାନେ ପଳାୟନ କଲେ। ରାଜା ଏହିପରି ଜୋନାଥନଙ୍କୁ ମହିମାନ୍ୱିତ କଲେ ଓ ତାଙ୍କୁ ନିଜର ପ୍ରମୁଖ ମିତ୍ରମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ରୂପେ ପରିଗଣନା କରି ତାଙ୍କୁ ସେନାପତି ତଥା ଦେଶାଞ୍ଚଳର ଦେଶାଧିପତି ରୂପେ ନିୟୋଜିତ କଲେ। ତତ୍ପରେ ଜୋନାଥନ ଶାନ୍ତି ତଥା ଆନନ୍ଦରେ ଜେରୁସାଲେମକୁ ଫେରିଗଲେ। ଦେମେତ୍ରିୟସ୍ ଦ୍ୱିତୀୟଙ୍କ ପରାଜୟ। 165 ବର୍ଷରେ ଦେମେତ୍ରିୟସ୍ଙ୍କର ପୁତ୍ର ଦେମେତ୍ରିୟସ୍ କ୍ରିଟଠାରେ ପ୍ରସ୍ଥାନ କରି ନିଜ ପିତୃପୁରୁଷମାନଙ୍କର ଦେଶକୁ ଆସିଲେ। ଏହି ବୃତ୍ତାନ୍ତ ଶୁଣି ରାଜା ଆଲେକଜାଣ୍ଡାର ଅତ୍ୟଧିକ ବିଷାଦଗ୍ରସ୍ତ ହୋଇ ଆନ୍ତିଓଖିଆକୁ ଫେରିଗଲେ। ଆପୋଲୋନିୟସଙ୍କୁ ଦକ୍ଷିଣ ସିରିଆର ଦେଶାଧିପତି ରୂପେ ଦେମେତ୍ରିୟସ୍ ନିଯୁକ୍ତ କଲେ ଓ ସେ ସଂଖ୍ୟାଧିକ ସୈନ୍ୟ ଏକତ୍ରିତ କରି ଜାମିଆ ବିରୁଦ୍ଧରେ ଛାଉଣି ପକାଇଲେ। ତତ୍ପରେ ସେ ମହାଯାଜକ ଜୋନାଥନଙ୍କ ପାଖକୁ ଏହିପରି ସନ୍ଦେଶ ପଠାଇଲେ, ଆମ ବିରୁଦ୍ଧରେ ଉଠିଥିବା ଜଣେ ମାତ୍ର ବ୍ୟକ୍ତି ତୁମେ ଅଟ। ତୁମ ଯୋଗୁଁ ମୁଁ ହାସ୍ୟାସ୍ପଦ ତଥା ଭର୍ତ୍ସନାଜନ୍ୟ ଯୋଗ୍ୟ ହୋଇଛି। ପାର୍ବତ୍ୟାଞ୍ଚଳରେ ଆମ ବିରୁଦ୍ଧରେ ତୁମେ କାହିଁକି ଅଧିକାର ବିସ୍ତାର କରୁଅଛ? ତୁମ ସୈନ୍ୟ ଦଳ ଉପରେ ତୁମେ ଯଦି ପୂର୍ଣ୍ଣ ବିଶ୍ୱାସ ରଖୁଥାଅ, ତେବେ ସମତଳ ପ୍ରଦେଶକୁ ଅବତୀର୍ଣ୍ଣ ହୋଇ ଆମମାନଙ୍କୁ ବିରୋଧ କର। ସେଠାରେ ଆମେ ପରସ୍ପର ମଧ୍ୟରେ ଆମର ବଳ ପରୀକ୍ଷା କରିବା, କାରଣ ନଗରୀ ସମୂହ ମୋତେ ସମର୍ଥନ କରେ। ମୁଁ ଯେ କିଏ ଏବଂ ଯେଉଁମାନେ ମୋତେ ସାହାଯ୍ୟ ଦିଅନ୍ତି ସେମାନେ ମଧ୍ୟ କିଏ ଅନ୍ୱେଷଣ କରି ଏହା ହୃଦବୋଧ କର। ତୁମେ ଜାଣି ରଖ ଯେ ଆମକୁ ପ୍ରତିରୋଧ କରିବା ପାଇଁ ତୁମେ ଅସମର୍ଥ।
କାରଣ ତୁମ ପିତୃପୁରୁଷମାନଙ୍କୁ ଆମେ ସେମାନଙ୍କ ରାଜ୍ୟ ମଧ୍ୟରେ ପରାସ୍ତ କରି ବିତାଡ଼ିତ କରିଅଛୁ। ପଥର କିମ୍ବା ଉପଖଣ୍ଡ ଶିଳା ବିଶିଷ୍ଟ ନଥିବା ଅଥବା ପଳାୟନ କରିବାକୁ ସ୍ଥାନ ନଥିବା ସମତଳ ପ୍ରଦେଶରେ ତୁମେ ମୋର ଅଶ୍ୱାରୋହୀ ତଥା ପଦାତିକ ସୈନ୍ୟକୁ ପ୍ରତିରୋଧ କରି ପାରିବ ନାହିଁ। ଆପୋଲୋନିୟସଙ୍କ ଦ୍ୱାରା କଥିତ ଏହି ବାକ୍ୟ ଶୁଣି ଜୋନାଥନଙ୍କ ମନ ଉଦ୍ଦୀପ୍ତ ହେଲା। 10,000 ବ୍ୟକ୍ତିଙ୍କୁ ମନୋନୀତ କରି ସେ ଜେରୁସଲେମରୁ ପ୍ରସ୍ଥାନ କଲେ। ତାଙ୍କର ସହାୟ ହେବା ପାଇଁ ତାଙ୍କ ସହୋଦର ସିମୋନ ମଧ୍ୟ ଆସି ପହଞ୍ଚିଲେ। ସେ ଜପ୍ପା ସମ୍ମୁଖରେ ଛାଉଣି ପକାଇଲେ, କିନ୍ତୁ ଜପ୍ପା ନଗରୀବାସୀମାନେ ଦ୍ୱାର ସମୂହକୁ ରୁଦ୍ଧ କଲେ, କାରଣ ଆପୋଲୋନିୟସ ଜପ୍ପାରେ ଗୋଟିଏ ପ୍ରହରୀ ସୈନ୍ୟଦଳକୁ ରଖିଥିଲେ। ସୁତରାଂ ସେମାନେ ତାହା ବିରୁଦ୍ଧରେ ଯୁଦ୍ଧ କଲେ ଏବଂ ନଗରୀବାସୀମାନେ ଭୀତତ୍ରସ୍ତ ହୋଇ ଦ୍ୱାର ସମୂହକୁ ଖୋଲିଦେଲେ। ଜୋନାଥନ ଏହିପରି ଜପ୍ପା ଅଧିକାର କଲେ। ଏହା ଶୁଣି ଆପୋଲୋନିୟସ 3,000 ଅଶ୍ୱାରୋହୀ ସୈନ୍ୟ ଓ ଏକ ବିଶାଳ ପଦାତିକ ସୈନ୍ୟ ସଂଗ୍ରହ କରି ଆଶୋତୋସ ଅତିକ୍ରମ କରି ଯାତ୍ରା କରିଥିବା ଛଳନାପୂର୍ବକ ଆଶୋତୋସକୁ ଗଲେ। ସେହି ସମୟରେ ନିଜର ବିରାଟ ଅଶ୍ୱାରୋହୀ ସୈନ୍ୟ ଉପରେ ଆସ୍ଥା ସ୍ଥାପନ କରି ସେ ସମତଳ ଦେଶକୁ ଅଗ୍ରସର ହେଲେ। ଜୋନାଥନ ଆଶୋତୋସ ପର୍ଯ୍ୟନ୍ତ ତାଙ୍କର ପଶ୍ଚାଧାବନ କଲେ ଓ ଉଭୟ ସୈନ୍ୟଦଳ ପରସ୍ପରକୁ ରଣଭୂମିରେ ପ୍ରତିରୋଧ କଲେ। କିନ୍ତୁ ଆପୋଲୋନିୟସ 1,000 ଅଶ୍ୱାରୋହୀ ସୈନ୍ୟକୁ ସେମାନଙ୍କର ପଶ୍ଚାତ ଭାଗରେ ଗୁପ୍ତ ଭାବେ ରଖିଥିଲେ। ନିଜର ପଶ୍ଚାତ ଭାଗରେ ଯେ ଲୋକ ଛକି ବସିଛନ୍ତି, ଜୋନାଥନ ଏହା ଅବଗତ ହେଲେ। କାରଣ ଯେଉଁମାନେ ଛକି ବସିଥିଲେ ସେମାନେ ତାଙ୍କର ସୈନ୍ୟ ଦଳକୁ ବେଷ୍ଟନ କରି ପ୍ରଭାତଠାରୁ ପ୍ରଦୋଷ ପର୍ଯ୍ୟନ୍ତ ତୀର କ୍ଷେପଣ କରିଥିଲେ। କିନ୍ତୁ ଜୋନାଥନଙ୍କ ଆଦେଶ ମୁତାବକ ତାଙ୍କର ସୈନ୍ୟ ଦଳ ଅଟଳ ରହିଲେ ଏବଂ କ୍ରମଶଃ ଶତ୍ରୁଙ୍କ ଘଟକ ଗୁଡ଼ିକ କ୍ଳାନ୍ତ ହେଲେ। ସେ ସମୟରେ ସିମୋନ ନିଜ ସୈନ୍ୟ ସମେତ ଅଗ୍ରସର ହୋଇ ପଦାତିକ ସୈନ୍ୟକୁ ଆକ୍ରମଣ କଲେ। ଇତିମଧ୍ୟରେ ଅଶ୍ୱାରୋହୀ ସୈନ୍ୟ କ୍ଳାନ୍ତ ହୋଇଥିଲେ। ସେ ସେମାନଙ୍କୁ ପରାସ୍ତ କଲେ ଏବଂ ସେମାନେ ପଳାୟନ କଲେ। ଅଶ୍ୱାରୋହୀ ସୈନ୍ୟ ସମତଳ ପ୍ରଦେଶରେ ବିକ୍ଷିପ୍ତ ହେଲେ। ସେମାନେ ଆଶୋତୋସକୁ ପଳାୟନ କରି ଆତ୍ମରକ୍ଷା ପାଇଁ ନିଜର ଦେବ ପ୍ରତିମୂର୍ତ୍ତିର ମନ୍ଦିର ବେତଦାଗନ ମଧ୍ୟରେ ପ୍ରବେଶ କଲେ। କିନ୍ତୁ ଜୋନାଥନ ଆଶୋତୋସ ଓ ଚତୁଃପାର୍ଶ୍ୱସ୍ଥ ସହର ସମୂହକୁ ଦଗ୍ଧ କରି ସେ ସମସ୍ତକୁ ଲୁଣ୍ଠନ କଲେ। ଦାଗନର ମନ୍ଦିର ଓ ଯେଉଁମାନେ ତନ୍ମଧ୍ୟରେ ଆଶ୍ରୟ ନେଇଥିଲେ ସେମାନଙ୍କୁ ସେ ଅଗ୍ନିରେ ଦଗ୍ଧ କଲେ। ଯେଉଁମାନେ ଖଡ଼୍ଗ ଦ୍ୱାରା ନିପତିତ ହେଲେ ଓ ଯେଉଁମାନେ ଜୀବିତାବସ୍ଥାରେ ଦଗ୍ଧୀଭୂତ ହେଲେ ସେମାନଙ୍କର ସର୍ବମୋଟ ସଂଖ୍ୟା 8,000 ଥିଲା। ଏହାପରେ ଜୋନାଥନ ସେ ସ୍ଥାନରୁ ଯାତ୍ରା କରି ଆସ୍କେଲନ ବିରୁଦ୍ଧରେ ଛାଉଣି ପକାଇଲେ। ନଗରୀବାସୀମାନେ ବାହାରି ଆସି ତାଙ୍କୁ ଆଡ଼ମ୍ବରପୂର୍ବକ ସାକ୍ଷାତ କଲେ। ଅଧିକାର କରିଥିବା ବିପୁଳ ଲୁଣ୍ଠିତ ଦ୍ରବ୍ୟ ସମେତ ଜୋନାଥନ ଓ ତାଙ୍କର ଅନୁଗାମୀମାନେ ଜେରୁସଲେମକୁ ଫେରିଗଲେ। ଏ ସମସ୍ତ ଶୁଣି ରାଜା ଆଲେକଜାଣ୍ଡର ଜୋନାଥନଙ୍କୁ ଅଧିକତର ମହିମାନ୍ୱିତ କଲେ। କେବଳ ରାଜକୀୟ ଆତ୍ମୀୟ ବ୍ୟକ୍ତିମାନଙ୍କୁ ପ୍ରଦତ୍ତ ହେଉଥିବା ଏକ ସୁବର୍ଣ୍ଣ ବଳା ସେ ତାଙ୍କ ନିକଟକୁ ପଠାଇଲେ। ସେ ତାଙ୍କୁ ଏକ୍ରୋନ ଓ ତାହାର ଚତୁଃପାର୍ଶ୍ୱସ୍ଥ ପ୍ରଦେଶ ସମୂହ ମଧ୍ୟ ପ୍ରଦାନ କଲେ।